ଜଗନ୍ନାଥ। ଜୟ ଜଗନ୍ନାଥ। ସ୍ୱାତି ଲଗ୍ନର ନୂତନ କାର୍ଯ୍ୟକ୍ରମ ଅତିଥିଙ୍କ ସହ ଆଳାପକୁ ଆପଣଙ୍କୁ ସ୍ୱାଗତ କରୁଛୁ। ସର୍ବପ୍ରଥମେ ଆମେ ଆପଣଙ୍କ ପରିଚୟ ଜାଣିବାକୁ ଚାହିଁବୁ। ଶୁଭ ସନ୍ଧ୍ୟା। ମୁଁ ଶ୍ରୀମତୀ ପଦ୍ମିନୀ ସାହୁ, ପେଶାରେ ଜଣେ ଶିକ୍ଷୟିତ୍ରୀ ଏବଂ ନିଶାରେ ସାରସ୍ୱତ ସାଧିକା ଏବଂ ସମାଜସେବୀ ମଧ୍ୟ। ମୋର ଜନ୍ମ ବାପାଙ୍କ ଚାକିରି ସେଇଠି ଥିଲା ପାରାଦୀପ ପୋର୍ଟରେ, ତେଣୁ କଟକ ଜିଲ୍ଲାରେ ସେତେବେଳେ ରହୁଥିଲୁ ଆମେ। କଟକ ଜିଲ୍ଲାରେ ମୋର ଜନ୍ମ। ବର୍ତ୍ତମାନ ତ ଶାଶୁଘର ଦେବଗଡ଼ ଜିଲ୍ଲା ଏବଂ ବାପ ଘର ବି ଦେବଗଡ଼ ଜିଲ୍ଲା। ମୋ ଶାଶୁଘରେ ହିଁ ରହୁଛି ମ୍ୟାମ୍ ଏବଂ ସେ ସାହିତ୍ୟ ଦିଗରେ ଚାଲିଛି। ମ୍ୟାମ୍ ଆପଣ କବିତା ଲେଖନ୍ତି, ପେଶାରେ ଜଣେ ଶିକ୍ଷୟିତ୍ରୀ, ଶିକ୍ଷାଦାନ ବି କରନ୍ତି ପିଲାମାନଙ୍କୁ। ତ ଆମେ ଜାଣିବାକୁ ଚାହିଁବୁ ଆପଣ କେବେଠୁ କବିତା ଲେଖିବା ଆରମ୍ଭ କଲେ? କବିତା ତ ମୋ ଅଜାଣତରେ ମୁଁ ଛୋଟବେଳୁ ହିଁ କଥାରେ କଥାରେ କବିତା ହେଇଯାଉଥିଲା, ମୁଁ ଜାଣିପାରୁନଥିଲି। ଯେତେବେଳେ ମୁଁ ଜାଣିଲି ଏହା ହିଁ ସାହିତ୍ୟ, ସେତେବେଳେ ବୋଧେ ଦଶମ ଶ୍ରେଣୀରେ ପଢୁଥିଲି। ସେତେବେଳେ ଲୁଚି ଲୁଚି ମୁଁ ଖାତା ଫୁଲ କରିଦଉଥିଲି କବିତା। ଏବଂ ଯେହେତୁ ସୋସିଆଲ ମିଡ଼ିଆ କିମ୍ବା କୌଣସି ପତ୍ର ପତ୍ରିକାରେ ଏତେ ଅଗ୍ରସର ହେଇନଥିଲି କିମ୍ବା ଜାଣିନଥିଲି, ବଣମଲ୍ଲୀ ଭଳିଆ ବଣରେ ଝଡ଼ି ପଡ଼ୁଥିଲି, ସେତେବେଳେ ଆମର ଏଜୁକେସନ ଲାଇନର ଗୋଟେ ପତ୍ରିକା ବାହାରିଲା ଜ୍ଞାନ ସାରଥୀ, ଏବଂ ମୋତେ ଆମର ଆରପି ମହାଶୟ ଜଣେ ବାଧ୍ୟ କଲେ, ମ୍ୟାଡ଼ାମ ଆପଣ ନିଶ୍ଚିତ ଲେଖା ଦେବେ। ମୋର ପ୍ରଥମ କ୍ଷୁଦ୍ର ଗଳ୍ପ ଅନନ୍ୟା ସେଇଠି ପ୍ରକାଶିତ ହେଇଥିଲା। ବୋଧେ ମୋ ଜୀବନର ସେଇଟା ସଫଳତାର ପ୍ରଥମ ପାହାଚ। ସେଇ କର୍ମଜୀବୀ ମହିଳାର ଦୈନନ୍ଦିନ ଜୀବନୀ ବିଷୟରେ ଲେଖିଥିଲି ଏବଂ ସମସ୍ତେ ମୋତେ ତ ନିଜେ କହିଲେ। ମୁଁ କହିଲି ନା, କବି କେବେ ନିଜ ବିଷୟରେ ଲେଖେନି, ନିଜକୁ ଛାଡ଼ି ସେ ଅନ୍ୟ ବିଷୟରେ ଲେଖେ। ଏବଂ ସେଇଟା ବୋଧେ ମୋର ପ୍ରେରଣାର ଉତ୍ସ। ନିଶ୍ଚିତ ଭାବରେ ମ୍ୟାମ୍, ଆପଣ ବର୍ତ୍ତମାନ ଶିକ୍ଷାଦାନ କରୁଛନ୍ତି ବା ଶିକ୍ଷୟିତ୍ରୀ କାମ କରୁଛନ୍ତି। ବର୍ତ୍ତମାନ ଆପଣଙ୍କ ଯୋଉ ଯୁବପିଢ଼ି ଯଦି କିଏ ଶିକ୍ଷକ ହବା ପାଇଁ ଚାହୁଁଛନ୍ତି ବା ଶିକ୍ଷୟିତ୍ରୀ ହବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଆପଣଙ୍କର ବାର୍ତ୍ତା କଣ ରହିବ? କଣ କରିବା ଉଚିତ ସେମାନେ? ମୁଁ ନିଶ୍ଚିତ ପ୍ରଥମେ କହିବି ନିଜକୁ ଯେ ଶିଷ୍ୟ ରୂପେ ନିରନ୍ତର ଗଣେ, ନିଶ୍ଚୟ ସେ ସର୍ବୋତ୍ତମ ଗୁରୁ ରୂପେ ଜଣେ। ପ୍ରଥମେ ଯେ ନିଜେ ଶିଷ୍ୟ ହେଇପାରିବ, ସେ ହିଁ ଜଣେ ଭଲ ଗୁରୁ। ଅର୍ଥାତ୍ ଶିଷ୍ୟର କର୍ତ୍ତବ୍ୟ ହେଉଛି ଶିଖିବା। ଏବଂ এই ଶିଖିବା ମନୋବୃତ୍ତିଟା ଆମ ମନୋବିଜ୍ଞାନରେ ଯୋଉ ପଢିଛନ୍ତି ଅନ୍ତରଣ ଜ୍ୱଳନ ବା ଅନ୍ତରଣ ଶିକ୍ଷଣ। ଯେତେବେଳେ ଅନ୍ତରରେ ଜ୍ୱଳନ ସୃଷ୍ଟି ହେବ, ଜଣେ ଅସମ୍ଭବକୁ ସମ୍ଭବ କରିବ ଏବଂ ହୃଦୟରେ ଯାହାର ମା ବାପାର ସ୍ଥାନଟେ ଥିବ, ସେ ହିଁ ଜଣେ ଗୁରୁ, ଗୁରୁଜୀ, ଗୁରୁମା ହେଇପାରିବ ଏବଂ ତାର ଶିଷ୍ୟକୁ ସନ୍ତାନ ରୂପେ ସୁନ୍ଦର ଭାବେ ଗୋଟେ ଶିକ୍ଷାଦାନ ଦେଇପାରିବ ନିଶ୍ଚିତ ରୂପେ। ଏବଂ ମହାତ୍ମା ଗାନ୍ଧୀଙ୍କ ପଦେ କହିବା ଆଗରୁ କରିବା। ଆମେ ଯାହା ଛୁଆଙ୍କୁ ଶିଖେଇବା, ସେଇ ଉଚ୍ଚାରଣ ଆଉ ଆଚରଣ ଯଦି ସମାନ ହେବ ଏବଂ ଗୁରୁଙ୍କ ଠାରେ ତାହା ପ୍ରତିଫଳିତ ହେବ, ନିଶ୍ଚିତ ଭାବେ ଶିଷ୍ୟମାନେ ଗ୍ରହଣ କରିବେ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ। ବହୁତ ସୁନ୍ଦର କଥା, ବହୁତ ସୁନ୍ଦର କଥା। ପ୍ରଥମେ ଶିକ୍ଷକ, ପ୍ରଥମେ ଶିଷ୍ୟ ହବାକୁ ପଡିବ, ତାପରେ ଶିକ୍ଷାଦାନ କଲେ ତାହା ଗ୍ରହଣ କରିପାରିବ। ମ୍ୟାମ୍, ବର୍ତ୍ତମାନ ଆମେ ଦେଖିବା, ଆପଣ ବି ନିଶ୍ଚିତ ଦେଖୁଥିବେ ବର୍ତ୍ତମାନର ଯୁବପିଢି ସାହିତ୍ୟକୁ ଭଲ ପାଉଛନ୍ତି ନା ସାହିତ୍ୟଠୁ ଟିକେ ଦୂରରେ ଅଛନ୍ତି? ନାଇଁ, କହିବାର ବାହୁଲ୍ୟ, ତାର ତରିକା ବଦଳି ଯାଇଛି, ତାର ଗତିପଥ ବଦଳି ଯାଇଛି, କିନ୍ତୁ ସାହିତ୍ୟରୁ ଦୂରେଇ ଯାଇନାହାନ୍ତି। ଆଗ ସାହିତ୍ୟ ପଢିବାକୁ ହେଲେ ବହି ଓଲଟାଇବାକୁ ପଡୁଥିଲା, ଏବେ ସାହିତ୍ୟ ପଢିବାକୁ ହେଲେ ଫେସବୁକ୍, ଟ୍ୱିଟର, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ବହୁତ ଆଡଭାନ୍ସ। ସାହିତ୍ୟରୁ କେବେ ଦୂରେଇ ଯାଇନାହାନ୍ତି। ଏତିକି କଥା, ଯେହେତୁ ଗୋଟେ ପାର୍ଥକ୍ୟ ସୃଷ୍ଟି ହେଇଗଲା ବହି ଆଉ ସୋସିଆଲ ମିଡ଼ିଆ, ତେଣୁ ଆମର ଯୋଉ ବୟସ୍କ ବ୍ୟକ୍ତିମାନେ ରହିଲେ, ସେମାନେ ପ୍ରାୟ ବହି ସହିତ ଓତପ୍ରୋତ ଭାବେ ଜଡ଼ିତ ହେଲା ବେଳେ ଆମ ଯୁବପିଢ଼ି ସେମାନେ ସୋସିଆଲ ମିଡ଼ିଆ ସହିତ ଓତପ୍ରୋତ ଭାବେ ଜଡ଼ିତ। ନିଶ୍ଚିତ ପ୍ରେମ ବିନା ତ ମଣିଷର ଜୀବନ ନିରର୍ଥକ, ତେଣୁ ସେମାନେ ନିଶ୍ଚିତ ରୋମାଣ୍ଟିକ ଗୀତ ଆଡ଼କୁ ବେଶୀ ଆକୃଷ୍ଟ। ଏବଂ ଏମିତି କିଛି ଅଛନ୍ତି ଯେ ଆଧ୍ୟାତ୍ମିକ ବି, ପ୍ରକୃତି ବର୍ଣ୍ଣନା ବି, ମାନେ ଯୋଉ ଆମ ରସ ଅଛି, କାମ ରସ, ଶୃଙ୍ଗାର ରସ, ହାସ୍ୟ ରସ, ବୀର ରସ, ଯେତେ ପ୍ରକାର ରସ ଅଛି ଲେଖା, ସବୁ ରେଖାକୁ ଆଦରି ନେଉଛନ୍ତି, ତିଳେ ମାତ୍ର ସନ୍ଦେହ ନାହିଁ। କାରଣ ମୁଁ ଜାଣୁଛି ସୋସିଆଲ ମିଡ଼ିଆରେ ମୁଁ ଗୋଟେ କବିତା ପୋଷ୍ଟ କଲେ 2 ଘଣ୍ଟା 3 ଘଣ୍ଟା ପରେ ଦେଖୁଛି କେତେ ୟଙ୍ଗ ଏଜ୍ର ୟଙ୍ଗ ମାସ୍ ପଢ଼ିକି ତା ରିପ୍ଲାଏ ଦେଉଛନ୍ତି। ତେଣୁ ମୁଁ କହିବିନି କେବେ ସାହିତ୍ୟକୁ ଦୂରେଇ, ସାହିତ୍ୟ ଛାଡ଼ିକି, ସାହିତ୍ୟ ତ ସମାଜର ଦର୍ପଣ, ସାହିତ୍ୟକୁ ଛାଡ଼ିକି କେମିତି ବଞ୍ଚିବ, କେମିତି ଦୂରେଇ ଯିବ, କେବେ ବି ନୁହଁ। ନିଶ୍ଚିତ ଭାବରେ, ନିଶ୍ଚିତ ଭାବରେ। ତାହେଲେ ଆମର ଯୁବପିଢି ମାନଙ୍କ ପାଇଁ, ଯୋଉମାନେ ବର୍ତ୍ତମାନ ସାହିତ୍ୟ ଲେଖୁଛନ୍ତି ବା ନୂଆ ନୂଆ ଲେଖିବା ଆରମ୍ଭ କରୁଛନ୍ତି ବା ନୂଆ ଲେଖିବା ପାଇଁ ମନ ଗୋଟେ ଭାବନା ତିଆରି କରୁଛନ୍ତି, ସେମାନଙ୍କ ପାଇଁ ଆପଣ କଣ ବାର୍ତ୍ତା ରଖିବ? ମୁଁ ଏତିକି ବାର୍ତ୍ତା ରଖିବି, ଆମେ ଯାହା ଲେଖିବା ପ୍ରଥମରୁ, ଯେମିତି ଆମେ ପାଠ ପଢ଼ିଲା ବେଳେ ଅଙ୍ଗନବାଡ଼ିରୁ
ତେଣୁ ଯାହା ଲେଖିବା ଆମେ ତୃଣମୂଳ ସ୍ତରରୁ ଲେଖିବା। ରୋମାଣ୍ଟିକ ବି ଲେଖନ୍ତୁ, ଯେମିତି ଗୋଦାବରୀ ସେ ମହାପାତ୍ରଙ୍କର ନୀଳ ମାଷ୍ଟ୍ରାଣୀ, ଜଣେ ବ୍ରାହ୍ମଣୀ, ଜଣେ ମାଷ୍ଟ୍ରାଣୀ ଉଚ୍ଚ ଶିକ୍ଷିତା, ପ୍ରେମ ପାଇଁ ଜାତି ବର୍ଣ୍ଣ ଧର୍ମ ନିର୍ବିଶେଷରେ ଅର୍ଜୁନ ନ ହେଇକି ଅର୍ଜୁନର କେବଳ ଭୂମିକା ନିଭାଉଥିବା ଜଣେ ତାଠାରୁ ନିଚ ଜାତିର ପୁରୁଷକୁ ବିବାହ କରି ତାର ଜୀବନ ଜୀବିକା କିପରି ଅତିବାହିତ କରିଦେଇଛି, ପ୍ରେମ ପାଇଁ ଜଳାଞ୍ଜଳି ଦେଇଦେଇଛି, ସେଇଭଳି ଲେଖା ଲେଖନ୍ତୁ। ରେବତୀ ଫକୀରମୋହନ ସେନାପତି ନିଜ ଭାଷାରେ ଲେଖନ୍ତୁ। ମୁଁ ଦେବଗଡ଼ ଜିଲ୍ଲା, ମୋ କିରା ହେଲା ମୋର ହେଲା ଶୁଦ୍ଧ ଭାଷା, ମୋ ମାତୃଭାଷା। ତେଣୁ ମୁଁ ଭାଷା ପାଇଁ ଲାଜ କରିବିନି। ମୋ ମାତୃଭୂମି ମାତୃଭାଷାରେ ମମତା ଯାହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ। ତେଣୁ ଯିଏ ଯେଉଁ ଅଞ୍ଚଳର ସେଇ ଅଞ୍ଚଳର ଭାଷାକୁ, ସେଇ ଅଞ୍ଚଳର ଲେଖନୀକୁ, ଏବଂ ଜଣେ କୃଷକ ହଉ କିମ୍ବା ଯେକୌଣସି ବଡ଼ କର୍ମଚାରୀ ହଉ ତାର ପ୍ରକୃତ ସତ୍ୟାସତ୍ୟ ଘଟଣାକୁ ନିଜ ଆଞ୍ଚଳିକ ଭାଷାରେ ପରିପ୍ରକାଶ କଲା, ନିଶ୍ଚୟ ତାହା ଆଦୃତ ହବ, ମନଛୁଆଁ ହେବ, ଯୁଗ ଯୁଗ ଧରି ସମସ୍ତଙ୍କ ହୃଦୟରେ ରହିବ, ଏଥିରେ ସନ୍ଦେହ ନାହିଁ। ନିଶ୍ଚିତ ଏବଂ ଲେଖିବାର ପ୍ରଥମ କଥା ଆଉ ଗୋଟେ ଅନୁରୋଧ କରିବି ଯେ ଆମ ଯୁବପିଢ଼ି ଯେତେବେଳେ ଲେଖା ଲେଖୁଛନ୍ତି ଟିକେ ପୂର୍ବ କବି ସାରସ୍ୱତ ସାଧକ ସାଧିକାମାନଙ୍କ ଲେଖାକୁ ଅନୁସରଣ କରନ୍ତୁ। ଯାହାକି ଶଗଡ଼ କହିଲା ମାନେ ଆମ ଆଖି ଆଗରେ ଆସିଯିବ ତାଲବ୍ୟସ, କଳସ କହିଲା ମାନେ ଲାଷ୍ଟରେ ଆସିଯିବ ଆମର ଦନ୍ତ୍ୟସ। ତାଙ୍କୁ ଟିକେ ଗୁରୁତ୍ୱ ଦିଅନ୍ତୁ, କାରଣ ଦୁଃଖ ଲାଗେ ଓଡ଼ିଆ ହିସାବରେ ଯଦି ଗୋଟେ ଭୁଲ ବନାନ ଦେଖିଲେ ଜୀବନକୁ ବହୁତ ବାଧେ, ସେଟା ଜଣେ ସାହିତ୍ୟିକ ହିଁ ଜାଣେ। ତେଣୁ ଜଣେ ଆମେ ଯେହେତୁ ସୃଷ୍ଟିକର୍ତ୍ତା, ଆମେ ଯଦି ସୃଷ୍ଟିକୁ ଭୁଲ କରିବା ଆମ ଆଗାମୀ ପିଢ଼ି କ'ଣ ଶିଖିବେ? ତେଣୁ ଆମେ ସୃଷ୍ଟି କରିବା ପୂର୍ବରୁ ଆମ ସୃଷ୍ଟି କେତେ ଠିକ ଆମେ ନିଜେ ତର୍ଜମା କରିବା, ନିଜେ ପାଠକ ହବା, ତାପରେ ଯଦି ଆମେ ଲେଖକ ହବା, ନିଶ୍ଚିତ ସେ ଲେଖା ଆଦୃତ ହବ। ନିଶ୍ଚିତ ଭାବରେ, ନିଶ୍ଚିତ ଭାବରେ, ଧନ୍ୟବାଦ ମ୍ୟାମ୍। ମ୍ୟାମ୍ ଆଉ ଗୋଟେ ଆମର ଶେଷ ପ୍ରଶ୍ନ ରହିବ ଆପଣଙ୍କୁ, ଇଏ ରହିଲା ଯୁବକବି ମାନେ ବା ଯୁବକମାନେ ଏଇଭଳି କରିବା ଉଚିତ। ଆମମାନଙ୍କର କର୍ତ୍ତବ୍ୟ ଆମ ସାହିତ୍ୟ ପ୍ରତି ଆଗକୁ ବଢ଼ିବା ପାଇଁ ଆମମାନଙ୍କର କର୍ତ୍ତବ୍ୟ କ'ଣ? ଆମେ କିପରି ଆମର ଭାଷା, ଆମ ମାଟିର ଭାଷା, ଆମ ମାଟିର କଥାକୁ ଆମେ ସମସ୍ତ ଭାବରେ ପହଞ୍ଚେଇ ପାରିବା? ବର୍ତ୍ତମାନ ଆମେ କାହା ପାଇଁ ସାହିତ୍ୟ ଲେଖୁଛୁ? ଆମେ ଆମର ପାଠକମାନଙ୍କ ପାଇଁ। ତେଣୁ ଆମେ ସବୁବେଳେ ପୂର୍ବକୁ ତ ଧରିଥିବା ନିଶ୍ଚିତ, କିନ୍ତୁ ପୁରା ଜାବୁଡ଼ି ନ ଧରି ପରିବର୍ତ୍ତନ, ବେଙ୍ଗ କହେ ବେଙ୍ଗୁଲିଲ ମହି କ୍ଷଣ କ୍ଷଣ ଜ୍ଞାନ, ଆମେ ପରିବର୍ତ୍ତନଶୀଳତାକୁ ଦେଖିବା। ଆମେ ସେତେବେଳେ ଯେଉଁ ପ୍ରକୃତି ବର୍ଣ୍ଣନା କରୁଥିଲେ କଳା ମେଘ ମୟୂର ବାଦଲ ଦେଖିକି, ସେତେବେଳେ ଯେହେତୁ ସୋସିଆଲ ମିଡ଼ିଆ ନଥିଲା ଏତେ ଆଡ଼ଭାନ୍ସ, ତେଣୁ ଆମେ ତାକୁ ତାଳ ଦେଇକିରି ବର୍ତ୍ତମାନର ଯୁବପିଢ଼ି ଯେଉଁ ଅନୁସାରେ ସମସ୍ତଙ୍କ ପାଖରେ ସମୟର ଅଭାବ, ଅତି କମ୍ ସମୟ ମଧ୍ୟରେ ଅତି ନିଖୁଣ ଗୂଢ଼ ରହସ୍ୟ ଏବଂ ଅଳ୍ପରେ ସରଳ ସାବଲୀଳ ଭାଷାରେ ଯଦି ପ୍ରକାଶ କରିବା, ନିଶ୍ଚିତ ପାଠକମାନଙ୍କ ମନକୁ ଛୁଇଁବ। ଏବଂ ଯାହା ଆମ ନିତ୍ୟ ନିୟମିତ ଜୀବନରେ ଘଟୁଛି, ଯାହା ଆମର ସମସ୍ୟାର ସମାଧାନ ବାଟ ଦେଖାଇ ପାରିବ, ଯାହା ଆମ ସମାଜର ଚଳଣି ବର୍ତ୍ତମାନ ଚାଲିଛି, ତାକୁ ଯଦି ଆମେ ଲୋକଙ୍କ ଆଗରେ ଉପସ୍ଥାପନ କରିବା ଏବଂ ଯୋଉଟେ ପ୍ରତିବାଦର ସ୍ୱର ହେବା କଥା, ନିର୍ଭୀକ ହୋଇ କଲମ ମନ ଚଳେଇବା, ତାହେଲେ ନିଶ୍ଚିତ ସେ ସମାଜର ମଙ୍ଗଳ ସାଧନା କରିବା ସହିତ ସାହିତ୍ୟ ଚିରଦିନ ପାଇଁ ବଞ୍ଚି ରହିବ। ଏ କଥା ମୋର ମତାମତ। ନିଶ୍ଚିତ ଭାବରେ, ନିଶ୍ଚୟ। ଅନେକ ଅନେକ ଧନ୍ୟବାଦ ଆପଣଙ୍କୁ। ଶେଷରେ ସ୍ୱାତି ଲଗ୍ନ ପାଇଁ ପଦେ। ମୁଁ ତ କହିବି ଯେ ପକ୍ଷୀ ଉଡ଼େ ଯେତେ ଦୂର ସେ ଜାଣେ ତାହାର ବ୍ୟବହାର। ଆପଣ ଓଡ଼ିଶାର ଜଣେ ସୁଯୋଗ୍ୟ ସନ୍ତାନ, ସୁଦୂର ଓମାନରେ ଥାଇ ଓଡ଼ିଶାର ଭାଷା ପ୍ରତି, ଓଡ଼ିଶାର ସ୍ନେହ ମମତାକୁ ଛାଡ଼ି ନ ପାରି ଯା ତା କଳା ସଂସ୍କୃତି, ତାର ସାହିତ୍ୟ ଭାଷା ସବୁ ଦିଗକୁ ଆପଣ ଆପଣଙ୍କ କର୍ମମୟ ଜୀବନରୁ ସମୟ ଦେଉଛନ୍ତି, ଏହାଠୁ ବଡ଼ ଆଉ କିଛି କଥା ନାହିଁ। ଏହି ମୋ ଉତ୍କଳ ସ୍ନେହ ଛଳ ଛଳ କଳାରେ କଳାରେ ସଉଜ ସୁଢଳ, ଏଇ ଉତ୍କଳର ପ୍ରତିଟି ରକ୍ତବିନ୍ଦୁ ପାଇଁ ଆପଣ ଶ୍ରମ ନିଗାଡ଼ି ଦେଉଛନ୍ତି। ସେଇଭଳି ମୁଁ ଆହ୍ୱାନ କରିବି ଆମର ଉତ୍କଳର ଯୁବପିଢ଼ିମାନଙ୍କୁ, ଆମ ଓଡ଼ିଶା ମାଟିର ମଙ୍ଗଳ ପାଇଁ ସାହିତ୍ୟ ସାଧନା କରି ନ ପାରିଲେ ସାହିତ୍ୟ ପଢ଼ି ତ ପାରିବା, ଶୁଣି ତ ପାରିବା, ନହେଲେ ଆମ ଆଖପାଖ ଲୋକକୁ ପ୍ରୋତ୍ସାହନ ଦେବା, ଉତ୍ସାହିତ କରିବା। ଏତିକି କରିବା ପାଇଁ ସମସ୍ତଙ୍କୁ ମୁଁ ନିଶ୍ଚୟ ନିବେଦନ କରିବି। କାରଣ ମା ପାଇଁ ମାଟି ପାଇଁ ଆମେ ଯଦି କରିବା, ସେୟା ହିଁ ଆମର ଜନ୍ମର ସାର୍ଥକତା ପ୍ରମାଣ କରିବ। ଏବଂ ମୋ ଲେଖା ଯଦି ଆପଣମାନେ ଚାହିଁବେ, ମୁଁ କୌଣସି ଲେଖାରେ ନାରୀ ମନସ୍ତତ୍ୱ ନିଶ୍ଚିତ ଭାବରେ, ନାରୀ ସଶକ୍ତିକରଣ ମୋ ଲେଖାର ମୁଖ୍ୟ ଲେଖା, କିନ୍ତୁ ମୁଁ ପ୍ରକୃତି ବର୍ଣ୍ଣନା, ଆଧ୍ୟାତ୍ମିକ, କାମରସ, ଶୃଙ୍ଗାର ରସ ସବୁକୁ ନେଇକରି ମୋ ଲେଖା। ଏବଂ ମୋର ସଦ୍ୟ ପ୍ରକାଶିତ ପୁସ୍ତକ ବଣମଲ୍ଲୀ, ନିଶ୍ଚୟ କିଏ ଯଦି ଚାହୁଁଥିବେ ସେ ତାଙ୍କର ସଂଗ୍ରହ କରିକି ପଢ଼ିପାରିବେ। ଏବଂ ୟା ପରେ ପରେ ମୋର ଆଉ ଦୁଇଟି ଆସୁଛି, ଯେ ବଣମଲ୍ଲୀ ମୋ ମନକୁ ବାସିଲାନି, ବୋଧେ ମୁଁ ଭାବିଲି ତାକୁ ଟିକେ ବାଧି ଯାଇଥିବ, ତେଣୁ ମୁଁ ବଣମଲ୍ଲୀକୁ ଚେଞ୍ଜ କରି ବାସମଲ୍ଲୀ କରିଦେଇଛି। ମଲ୍ଲୀ ଯୋଉଠି ଥିଲେ ବି ବାସୁଥିବ। ଏବଂ ମୋ ଲେଖାରେ ଅତି ଅଳ୍ପରେ ମୁଁ ସୁନ୍ଦର ଭାବେ ଯେକୌଣସି ସାମାଜିକ ସମସ୍ୟାର ସମାଧାନ କରିକି ଉପସ୍ଥାପନ କରିବାକୁ ଚେଷ୍ଟା କରିଛି। ତେଣୁ ନିଶ୍ଚିନ୍ତ ପଢ଼ନ୍ତୁ ଏବଂ ଆଗକୁ ବଢ଼ନ୍ତୁ, ଏହା ହିଁ ମୋର କାମନା ଜଗନ୍ନାଥଙ୍କ ନିକଟରେ।
ଅଶେଷ ଅଶେଷ ଧନ୍ୟବାଦ। ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ପୁଣି ଥରେ କେତେବେଳେ କଥା ହବା, ଦେଖା ହବ। ରହୁଛି ଆଜ୍ଞା, ନମସ୍କାର, ଜୟ ଜଗନ୍ନାଥ।